আহারে দৈব তুহি একই কষ্ট দেলো মানিক রাজাকু কাঠুরিয়া সজেইলো ধন্য মহাবাহু তোমার ইচ্ছা পুরাণ হেউ ধন্য মহাবাহু তোমার ইচ্ছা পুরাণ হেউ ফাটিলা কপাল মোরা বুঝিলানি বেলা কিছুরি তটি কাটে জানন্তি সকালা ধন্য ধন্য বিহি লুঘর মু কপাল খুঁজিবি ধন্য ধন্য বিহি লুঘর মু কপাল খুঁজিবি ଠାকুরে ମୋ ରାଜା ଥିଲା ସମୟରେ କେହିରେ ଗୁଆଘିଅ ମିଶାଇ ଆପଣଙ୍କୁ ଭୋଗ ଲଗାଉଥିଲେ ପ୍ରଭୁ ଆଉ ସେଦିନ ମୋ ଦୁଇ ପୁଅଙ୍କୁ ଖାଇବାକୁ ଦେଇ ଆମେ ଦୁଇ ଜଣ ଭୋଜନ କରୁଥିଲୁ ହେଲେ ଆଜି ତମ ପାଖରେ ଭୋଗ ଲଗେଇବା ପାଇଁ ମୋ ପାଖରେ କିଛି ନାହିଁ ଠାକୁରେ କିଛି ବି ନାହିଁ ପ୍ରଭୁଦିନେ ଭୋକରେ ପେଟଟା ଜଳି ଯାଉଛି ମତେ ପିଜ ତୋରାଣି ଟିକେ ଦେଇପାରିବ କି ସ୍ୱାମୀ ରୋଷେଇ ସରିଯାଇଛି ସ୍ୱାମୀ ରୋଷେଇ ସାରି ଦେଇଛ ମୁଁ ପାଣି ନେଇକି ଆସୁଛି ସ୍ୱାମୀ ହଁ ପ୍ରଭୁଦିନେ ଏ ଠାକୁରେ କେଉଁ ଜନ୍ମରେ କି ଦୋଷ କରିଥିଲୁ ଆଜି ରଜନରେ ତାଟ ସେ ତାଟ ବୁଲି ବୁଲି ଭିକ ମାଗି ମାଗି ଖାଉଛୁ ପ୍ରଭୁ ସ୍ୱାମୀ এই পানি নিয়ন্তু স্বামী ଆଉ ପ୍ରଭୁଦିନେ ଆଜି ମୋତେ ଭୋକ ନାହିଁ ମୋ ଦୁଇ ପୁଅଙ୍କ କଥା ବେଶୀ ମନେ ପଡ଼ିଯାଉଛି କୁଆଡ଼େ ଚାଲିଗଲେ ମୋ ଦୁଇ ପୁଅ ତାଙ୍କୁ ଟିକେ ମଧ୍ୟ ମୁଁ ଦେଖିପାରିବିନି ପାଣିଟା ତମେ ରଖିଦିଅ ମୁଁ ଜମାରୁ ଖାଇବିନି କାହିଁକି ମନା କରୁଛନ୍ତି ସ୍ୱାମୀ ତୁମେ ନ ଖାଇଲେ ଆମେ କେମିତି ବଞ୍ଚିବା ତୁମେ ପୁରା ମୋ ପୂଜ୍ୟ ଦେବତା ହଁ ପ୍ରଭୁଦିନେ ମୋ କଥା ମାନିକି ଖାଇ ନିଅନ୍ତୁ ସ୍ୱାମୀ ମୋ କଥା ମାନିକି ଖାଇ ନିଅନ୍ତୁ ତମେ ଯେତେବେଳେ କହୁଛ ତାହେଲେ ଖାଇବାକୁ ତ ପଡ଼ିବ ଦିଅ ନିଅନ୍ତୁ ଦିଅ ସ୍ୱାମୀ ପାଣି ए पर्यंत निजर राज्य परित्याग कर कहीं कौन करू बाबू आउ कौन भूख उपास मरब कि उपाय न पाए
ସେ ଗ୍ରାମ ବୁଲି ବୁଲି ଭିକ ମାଗି ମାଗି ଖାଉଛି। ଏ ହଉଛି ମୋରି ରାଜ୍ୟ। ମୋ ରାଜ୍ୟରେ ଭିକ୍ଷା ବୃତ୍ତି କରି ଖାଇବା ପାଇଁ ତମ ଦି ଜଣଙ୍କର କୌଣସି ସ୍ଥାନ ନାହିଁ, ନାହିଁ କୌଣସି ସ୍ଥାନ। ହେଲେ ଦୁଃଖୀ ଦରିଦ୍ର କେମିତି ବଞ୍ଚିବେ ରାଜ୍ୟରେ ବାବୁ? ଦୁଃଖୀ ଦରିଦ୍ର ପୁଣି ମୋରି ମାଲିକଙ୍କ ରାଜ୍ୟରେ, ମୋ ରାଜ୍ୟରେ ଦୁଃଖୀ ଦରିଦ୍ର ଭିକାରୁଣୀ କେହି ନହନ୍ତି ଭାଇ, କେହି ନହନ୍ତି। ଆମେ ମନେ ପକା ସେଇ ଅତୀତର କଥା। ଯେଉଁଦିନ ତୁ ରାଜସିଂହାସନରେ ବସିଥିଲା ସମୟରେ ରାଜ୍ୟର ଜନପ୍ରଜାଙ୍କ ଉପସ୍ଥିତିରେ ଯୋଉ ନିଷ୍ପତ୍ତିଟା ନେଇଥିଲୁ, ତୋ ବଡ଼ ପୁଅ ଅକ୍ଷୟକୁ ରାଜା କରି ନିଷ୍କଣ୍ଟକ ଭାବରେ ରାଜ୍ୟଟାକୁ ଉପଭୋଗ କରି ଭାବିଥିଲୁ। ଅନ୍ତତଃ ଆମେ ପେଣି ଭାଇଟା କିଛି ଜାଣିପାରିବୁନି ଭାଇ, କିଛି ଜାଣିପାରିବୁନି। ଏ ଦି ଜଣଙ୍କ ପାଇଁ ଯୋଉ ଶୁଭ ସମ୍ବାଦ ଅଛି ଯଥା ଶୀଘ୍ର ଜଣେଇ ଶୁଭ ସମ୍ବାଦ? ତାହେଲେ କହ ବାବୁ। ସେ ଶୁଭ ସମ୍ବାଦ ହଉଛି ତୁମ ବଡ ପୁଅ, କେଉଁଠି ଅଛି ଆମ ବଡ଼ ତୁମ ପୁଅ? ବଡ ପୁଅ ଅକ୍ଷୟକୁ ଆମେ ମାରିଦେବୁ। ଆରେ ତମ ବଡ଼ ପୁଅ ଅକ୍ଷୟ ଏ ଦୁନିଆରେ ନାହିଁ, ମରି ସରିଛି ସିଏ, ମାରି ଦେଇଛୁ ଆମେ ବେନି ଭାଇ। ଏ କ'ଣ କହୁଛ ବାବୁ ତମେ? ମୋ ବଡ଼ ପୁଅ ଅକ୍ଷୟକୁ ତମେ ଜୀବନରେ ମାରି ଦେଇ କ'ଣ ଦୋଷ କରିଥିଲା ତମର ବାବୁ? ଦୋଷ କରିନଥିଲା ସିଏ, ଦୋଷ ତ କରିଥିଲା ତମେ ଦି ଜଣ। ଯୋଉଦିନ ଆମ ବେନି ଭାଇଟାକୁ ରାଜସଭା ମଧ୍ୟରେ ବାହାର ରାଜ୍ୟରୁ ବିତାଡ଼ିତ କରିଦେଇଥିଲୁ, ସେଇ ଦିନଠାରୁ ମୁଁ ଶପଥ ନେଇଥିଲି, ଶପଥ ତୋ ବେନି ପୁଅଟାକୁ ଜୀବନରୁ ମାରିଦେଇ ତମ ଦି ଜଣଙ୍କୁ ଦାଣ୍ଡର ଭିକାରୀ ସଜେଇ କଲ୍ପଲ କରିପାରିବା ପାଇଁ। ଆରେ ତୋ ବଡ଼ ପୁଅକୁ ମାରି ଦେଇଛି, ବଞ୍ଚିଛି କେବଳ ତୋ ସାନ ପୁଅ ଅଭୟଟା। ତୋ ସାନ ପୁଅ ଅଭୟ। ପ୍ରଭୁଦିନେ, ଆରେ ଶୁଣିପାରୁଛ ଏମାନେ କ'ଣ କହୁଛନ୍ତି? ଆମ ବଡ଼ ପୁଅ ଅକ୍ଷୟକୁ ଏମାନେ ଜୀବନରୁ ମାରି ଦେଇଛନ୍ତି। ଆରେ ସତରେ ମାରି ଦେଇଛୁ? ଆରେ ଦେଖେ ଆଗକୁ ଆଉ ଆମର ଅନେକ କାମ ବାକି ଅଛି। ମୋ ପାଇଁ ଗୋଟାଏ ରାଜ ରାଣୀ ମଧ୍ୟ ଖୋଜିବାର ଅଛି। ସତରେ করে তুমি মা অক্ষয়কে মারি ଦେଇଛୁ ବାବୁ? ମାରି ଦେଇଛ। ହେଲେ ବାପା ତୁମର କି ଦଶା କରିଥିଲା ବାବୁ? ଦୋଷ କରିନଥିଲା ସିଏ, ସବୁ ଦଶା ତ ମୁଁ କରିଛି ବାବୁ। ଏଥର ବୁଝିପାରିଲୁ? ସବୁ ଦଶା ମୁଁ କରିଛି। ତୋରି ପାଇଁ ଏତେ ସବୁ ଘଟଣା ଘଟି ସାରିଛି। ପାରୁଛ ତୁମେ ମତେ ମାରି ଦିଅ ବାବୁ। ମରିବ ମରିବ। ହେଲେ ମୋ ପୁଅକୁ ତୁମେ ଛାଡ଼ି ଦିଅ ବାବୁ। ଆମେ ସ୍ୱାମୀ ସ୍ତ୍ରୀ ବଞ୍ଚି ପାରିବୁନି ବାବୁ, ବଞ୍ଚି ପାରିବୁନି। ଆରେ ମରିଯାଅ ତମେ ଦି ଜଣ, ମରିଯାଅ। ଧାଇ ଧାଇ ଆସିବ। তোমার ডাক করে তাতে শুভা যাওনি থানা। ଶୁଭୁଛି ଧର୍ମ ଦରବାରରେ ଶୁଭୁଛି। ବାପାକୁ ଥରେ ଆସୁନା, তোমার ডাକୁଛି ରେ থানা। ଆରେ ମରି ଯାଇଥିବା ଲୋକ କ'ଣ ଫେରି ଆସିବ? ସେ ଜମା ଫେରିବନି। এই 10 ମାସ 10 ଦିନ ଗର୍ଭରେ ଧରି ମୁଁ ଜନ୍ମ ଦେଇଛି। ଭଲ କରିଛୁ। ସେ କଷ୍ଟ ଯନ୍ତ୍ରଣା ମୁଁ ହିଁ ଜାଣିଛି ବାବୁ। ଆଉ କ'ଣ ଆମେ ଜାଣିବୁ? ତୁ ସିନା ଜାଣିବୁ ନା। ଗୋଟେ ମାଇ ଜାଣେ ଗୋଟେ ପୁଅର ବେଦନା, ପୁଅର ଯନ୍ତ୍ରଣା। এই ଦୁନିଆରେ ବାପର ସମ୍ପର୍କକୁ କେହି ବୁଝି ପାରିବେନି ବାବୁ। ତୁମେ ମାନେ କେମିତି ବୁଝିବ? କାହିଁକି ଆମେ ବୁଝିବୁ ତମ ବାପୁଅ ସମ୍ପର୍କକୁ? এই ବଡ଼ ତରକାରୀ ତାହେଲେ ମୋ ପୁଅକୁ ମୁଁ ରଖିଥିଲି ବାବୁ। ବଡ଼ ତରକାରୀ କାହିଁକି କାଲି କରିଦେଲା? ତୋରି ପାଇଁ, କାହିଁକି ତୋରି ପାଇଁ ତ ବଡ଼ ତରକାରୀ ଆଜି ଖାଲି ହେଇଯାଇଛି। ସଖୀ, ଏ ଦି ଜଣଙ୍କୁ ଆଉ ଏମିତି ଛାଡ଼ିବାନି। କ'ଣ କରିବା ଭାଇ? ଦ୍ୱାପର ଯୁଗରେ ଯେମିତି କଂସ ଦେବକୀ ଆଉ ବସୁଦେବଙ୍କୁ ବନ୍ଧନ କରି କାରାଗାର ମଧ୍ୟରେ ରଖିଥିଲେ, ଭାଇ ଠିକ୍ ସେମିତି ଏ ଦି ଜଣଙ୍କୁ ବନ୍ଧନ କରି କାରାଗାର ମଧ୍ୟକୁ ନେଇଯା। ଆଉ ସେଇ କାରାଗାର ମଧ୍ୟରେ ଭାତ ତ ଭାତ, ଆରେ ପାଣି ଟୋପା ବି ଦେବିନି। ଠିକ୍ କହିଛ। ଏ ଦି ଜଣ ଶୁଖି ଶୁଖି ହାଡ଼ କଙ୍କାଳ ହେଇଯିବେ।
ଆଉ ସେଇ କାରକୋଠରୀ ମଧ୍ୟରେ ଦି ଜଣ ତାଙ୍କ ନିଜ ଲୁହରେ ନିଜେ ଲେଖିବେ ଗପ। হরম চাঁদা